ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ଗ୍ରହ ପ୍ରତି ମାସରେ ରାଶି ପରିବର୍ତ୍ତନ କରନ୍ତି। ଗୋଟିଏ ବର୍ଷରେ 12ଟି ରାଶିରେ ପ୍ରବେଶ କରି ଗୋଚର କରିଥାନ୍ତି ସୂର୍ଯ୍ୟଦେବ। ବର୍ତ୍ତମାନ ସୂର୍ଯ୍ୟ ମିଥୁନ ରାଶିରେ ପ୍ରବେଶ କରିଛନ୍ତି। ସୂର୍ଯ୍ୟଙ୍କ ଗୋଚର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି, କାରଣ ମିଥୁନ ହେଉଛନ୍ତି ଶୁକ୍ରଙ୍କ ରାଶି, ଯାହା ଧନ, ବିଳାସ ଏବଂ ବସ୍ତୁ ସୁଖ ଦେଇଥାଏ। ପରିବାରରେ ଅଶାନ୍ତିର ବାତାବରଣରୁ ମୁକ୍ତି ମିଳିଥାଏ। କୁହାଯାଏ, ସକାଳୁ ସୂର୍ଯ୍ୟ ପୂଜା କଲେ ଘରେ ଶାନ୍ତିର ବାତାବରଣ ରହିଥାଏ। ତେବେ ବୃଷ ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ ସମସ୍ତ ରାଶି ଉପରେ ବିଶେଷ ପ୍ରଭାବ ପକାଇବ। ସେପ୍ଟେମ୍ବର 29 ପର୍ଯ୍ୟନ୍ତ ସୂର୍ଯ୍ୟ ବୃଷରେ ରହିବେ, ଯାହାଫଳରେ 6ଟି ରାଶିରେ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। 50 ବର୍ଷ ପରେ ଏଭଳି ଯୋଗ ସୃଷ୍ଟି ହୋଇଛି। ମେଷ ରାଶି। ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି। ଏହି ରାଶିର ବ୍ୟକ୍ତି ହଠାତ୍ ଧନ ଲାଭ କରିବେ, ଅଚାନକ ହାତକୁ ଆସିଯିବ ଟଙ୍କା, କ୍ୟାରିୟରରେ ଅଗ୍ରଗତି କରିବେ, ସଫଳତା ପାଇବେ। ବୃଷ ରାଶି। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିଙ୍କୁ ବହୁତ ଲାଭ ଦେବ। ଆପଣ ନିଜ ପସନ୍ଦର ଚାକିରି ପାଇପାରିବେ। ପଦୋନ୍ନତି ସହ ଦରମାରେ ବୃଦ୍ଧି ଦେଖିବାକୁ ମିଳିବ। ସରକାରୀ ଚାକିରି ପାଇବା ପାଇଁ ପ୍ରୟାସ ସଫଳ ହୋଇପାରେ। ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିଲେ ସଫଳ ହେବେ। କର୍କଟ ରାଶି। ସୂର୍ଯ୍ୟଙ୍କ ରାଶିଙ୍କ ପରିବର୍ତ୍ତନ କର୍କଟ ରାଶିର ବ୍ୟକ୍ତିଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିଦେବ। ରୋଜଗାରର ନୂଆ ରାସ୍ତା ଖୋଲିବ। ନୂତନ ଚାକିରି, ପଦୋନ୍ନତି, ବେତନ ବୃଦ୍ଧି ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ଲାଭ ହେବ। ସମ୍ମାନ ଏବଂ ସ୍ୱାଭିମାନ ବୃଦ୍ଧି ପାଇବ। ହଠାତ୍ ଆର୍ଥିକ ଲାଭ ହେବ। ସିଂହ ରାଶି। ସିଂହ ରାଶିର ପ୍ରଭୁ ହେଉଛନ୍ତି ସୂର୍ଯ୍ୟ ଭଗବାନ। ସେମାନଙ୍କ ପ୍ରତି ସର୍ବଦା ଦୟାଳୁ ରହିଥିଲେ ଆପଣଙ୍କ କ୍ୟାରିୟରରେ ଲାଭ ପାଇବେ। ପୁରୁଣା ସମସ୍ୟା ଦୂର ହେବ। ଚାକିରି ଏବଂ ବ୍ୟବସାୟରେ ସ୍ଥିରତା ରହିବ। ଖ୍ୟାତି ବୃଦ୍ଧି ପାଇବ। କନ୍ୟା ରାଶି। ସୂର୍ଯ୍ୟଙ୍କ ଗୋଚର ହେତୁ କନ୍ୟା ରାଶିରେ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। କ୍ୟାରିୟରରେ ଅଗ୍ରଗତି ହେବାର ସମ୍ଭାବନା ଅଛି। ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭବାନ ହେବେ। ନୂତନ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି। ଶେଷ ରାଶି ଧନୁ ରାଶି। ଧନୁ ରାଶିଙ୍କ ପାଇଁ ସୂର୍ଯ୍ୟଙ୍କ ଗୋଚର ଧନୁ ରାଶିର ବ୍ୟକ୍ତିଙ୍କୁ ସୁଖ ଏବଂ ସମୃଦ୍ଧି ଦେବ। ନୂଆ ଗାଡ଼ି କିଣିବାର ସମ୍ଭାବନା ରହିଛି। ଆପଣ ଏକ ବଡ଼ ସୁଯୋଗ ପାଇପାରନ୍ତି। ସବୁଠୁ ବଡ଼ ଇଚ୍ଛା ପୂରଣ ହୋଇପାରେ। ପରିବାରରେ ସୁଖ ଶାନ୍ତି ବଜାୟ ରଖନ୍ତି। ବନ୍ଧୁଗଣ, ଭିଡ଼ିଓଟି ଯଦି ଭଲ ଲାଗିଲା, ଭିଡ଼ିଓକୁ ଗୋଟେ ଲାଇକ୍, ସେୟାର, କମେଣ୍ଟ କରିବା ପାଇଁ ଭୁଲିବେ ନାହିଁ। ଆଉ ଆପଣଙ୍କର କେଉଁ ରାଶି ତାହା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଜୟ ଜଗନ୍ନାଥ।